ଶିବଶଙ୍କର ଭୋଳାନାଥ କି ଜୟ। ବନ୍ଧୁଗଣ, 72 ବର୍ଷ ପରେ ଶ୍ରାବଣରେ ଦୁର୍ଲଭ ଯୋଗ। ଏହି ଶ୍ରାବଣ ମାସରେ 72 ବର୍ଷ ପରେ ଦୁର୍ଲଭ ଯୋଗ ଆସିଛି। ଏହି ଦୁର୍ଲଭ ଯୋଗରେ ଏହି ରାଶିଙ୍କର ଭାଗ୍ୟ ନିଶ୍ଚିନ୍ତ ଭାବରେ ଚମକିବ ଏବଂ ଏହି ରାଶିଙ୍କର ଭାଗ୍ୟରେ ଆସିବ ଧନ ଏବଂ ଚାକିରିରେ ଉନ୍ନତି ଘଟିବ। ବନ୍ଧୁଗଣ, ଏହି ଭିଡ଼ିଓ ମାଧ୍ୟମରେ ଆଉ ବି କିଛି ବିଶେଷ ତଥ୍ୟ ଜାଣିବାକୁ ପାଇବା। ଏହି ଶ୍ରାବଣ ମାସ କେବେଠାରୁ ଆରମ୍ଭ ହେବ ଏବଂ କେବେ ଶେଷ ହେବ। ବନ୍ଧୁଗଣ, ଏହି ଶ୍ରାବଣ ମାସକୁ ହିନ୍ଦୁ ଧର୍ମରେ ଖାସ୍ ବୋଲି ବା ପବିତ୍ର ବୋଲି ମନାଯାଇଛି। ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଖୁବ ପବିତ୍ର ମାସ ବୋଲି କୁହାଯାଇଥାଏ। ଏହି ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଦିନ ହୋଇଥାଏ। ତେଣୁ ଏହି ମାସରେ ଭଗବାନ ଶିବଶଙ୍କରଙ୍କର ବିଶେଷ ଭାବେ ପୂଜା ଅର୍ଚ୍ଚନା କରାଯାଇଥାଏ। ବ୍ରତକୁ ଭଲ ଭାବରେ ପାଳନ ମଧ୍ୟ କରାଯାଇଥାଏ। ଏହା ସହ ଶ୍ରାବଣ ମାସରେ ସୋମବାର ମଧ୍ୟ ଖୁବ ମହତ୍ତ୍ୱ ବୋଲି କୁହାଯାଇଛି। ପଞ୍ଜିକା ଅନୁସାରେ ଚଳିତ ବର୍ଷ ଶ୍ରାବଣ ମାସର ଆରମ୍ଭ 22 ଜୁଲାଇ 2024ରେ ଆରମ୍ଭ ହେବ। ଏହା 19 ଅଗଷ୍ଟ 2024ରେ ଶେଷ ହେବ। ଏହି ବର୍ଷ ଶ୍ରାବଣ ମାସ 29 ଦିନର। ଜ୍ୟୋତିଷ ଗଣନା ଅନୁସାରେ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କର ଉପରେ ଭଗବାନ ଶିବଶଙ୍କରଙ୍କର ବିଶେଷ କୃପା ରହିବ, କାରଣ ଏହି ବର୍ଷ ଅନେକ ଶୁଭ ଓ ଦୁର୍ଲଭ ଯୋଗର ଶ୍ରାବଣ ମାସର ଆରମ୍ଭ ହେଉଛି। ଏହି ମାସରେ ଏଭଳି ଯୋଗ ସୃଷ୍ଟି ହେବ ଯାହା ଏହି ମାସର ମହତ୍ତ୍ୱକୁ ଦ୍ୱିଗୁଣିତ କରିଦେବ। ବନ୍ଧୁଗଣ, ଏଭଳି ଦୁର୍ଲଭ ସଂଯୋଗ 72 ବର୍ଷ ପରେ ହେବାକୁ ଯାଉଛି ବୋଲି କୁହାଯାଉଛି। ଶ୍ରାବଣ ମାସର ଆରମ୍ଭ ସୋମବାର ଦିନ ହେଉଛି। ବନ୍ଧୁଗଣ, ଏହାର ଶେଷ ମଧ୍ୟ ସୋମବାର ହେଉଛି। ଶ୍ରାବଣ ମାସର ପ୍ରଥମ ଦିନ ସୋମବାରରେ ପ୍ରୀତି ଯୋଗ, ଆୟୁଷ୍ମାନ ଯୋଗ ଓ ସର୍ବାର୍ଥ ସିଦ୍ଧି ଯୋଗ ହେବ। ଏହି ଶୁଭ ଯୋଗ କାରଣରୁ ଚଳିତ ବର୍ଷର ଶ୍ରାବଣ ମାସ ଖୁବ ମହତ୍ତ୍ୱପୂର୍ଣ୍ଣ ଓ ଶୁଭଙ୍କର ହେବାକୁ ଯାଉଛି। ବନ୍ଧୁଗଣ, ପ୍ରୀତି ଯୋଗ କେବେ ହେବାକୁ ଯାଉଛି? 21 ଜୁଲାଇ 2024 ରାତି 11:11 ପରଦିନ 22 ଜୁଲାଇ 2024 ରାତି 8:50 ପର୍ଯ୍ୟନ୍ତ ରହିବ। ସିଦ୍ଧି ଯୋଗ ମନେ ରଖନ୍ତୁ, 22 ଜୁଲାଇ 2024 ସାରା ଦିନ ରହିବ। ଆୟୁଷ୍ମାନ ଯୋଗ ହେଉଛି 22 ଜୁଲାଇ 2024 ରାତି 8:50 ପରଦିନ ପର୍ଯ୍ୟନ୍ତ ରହିବ। ଶ୍ରାବଣ ମାସରେ ହେବାକୁ ଥିବା ଏହି ଶୁଭ ଯୋଗର ସକାରାତ୍ମକ ପ୍ରଭାବ ଅନେକ ରାଶିଙ୍କ ଉପରେ ପଡ଼ିବ। ଶିବଶଙ୍କର ଭୋଳାନାଥଙ୍କର ଆଶୀର୍ବାଦ ଆସିବ। ଏହି ଶ୍ରାବଣ ମାସରେ ଏହି ରାଶିଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ରହିବ। ଜୀବନରେ ଥିବା ସମସ୍ୟାରୁ ମୁକ୍ତି ମିଳିବ। ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଚାକିରି ନଥିଲେ ଚାକିରି ମିଳିବାକୁ ଯିବ ଏବଂ ଆପଣମାନଙ୍କର ଅଚାନକ ଧନପ୍ରାପ୍ତିର ଯୋଗ ମଧ୍ୟ ଆସିବ। ବନ୍ଧୁଗଣ, ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଶିବଙ୍କର କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। ଆଜି ସେହି ରାଶିମାନଙ୍କ ଆଲୋଚନା କରିବା। ତେଣୁ ଆପଣମାନଙ୍କର ଯଦି ଏହି ରାଶିମାନଙ୍କ ମଧ୍ୟରେ ଆପଣମାନଙ୍କର ରାଶି ଥିବ, ତାହେଲେ ଆପଣମାନେ ଏହି ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖିବେ ଏବଂ ଯଦି ପ୍ରଥମ ଥର ଭିଡ଼ିଓକୁ ଆସିଛନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରିବେ ଏବଂ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିବେ। ବନ୍ଧୁଗଣ, ଆସନ୍ତୁ ଜାଣିବା
କେଉଁ କେଉଁ ରାଶି ଉପରେ ଶିବଙ୍କର କୃପା ଦୃଷ୍ଟି ପଡ଼ିବ, ଶିବଙ୍କର କୃପା ଦୃଷ୍ଟି ଆସିବ। ବନ୍ଧୁଗଣ, ପ୍ରଥମେ ଆମେ ଜାଣିବା ମେଷ ରାଶି ବିଷୟରେ। ଏହି ମେଷ ରାଶି, ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶ୍ରାବଣ ମାସ ଖୁବ୍ ଶୁଭଙ୍କର ହେବାକୁ ଯାଉଛି। ଜୀବନରେ ଖୁସିର ଆଗମନ ହେବ, ଧନ ମିଳିବ ଏବଂ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣତା ପାଇବ। ଶିବଙ୍କର କୃପା ଦୃଷ୍ଟି ଆପଣମାନଙ୍କ ଉପରେ ପଡ଼ିବ ଏବଂ ପ୍ରେମ ଏବଂ ବୈବାହିକ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ମଜବୁତ ହେବାକୁ ଯାଉଛି। ବନ୍ଧୁଗଣ, ମେଷ ରାଶିର ବ୍ୟକ୍ତିମାନେ ଏହି ଶ୍ରାବଣ ମାସରେ ଅଧିକରୁ ଅଧିକ ଲାଭ ପାଇବାକୁ ଯାଉଛନ୍ତି। ବନ୍ଧୁଗଣ, ତାପରେ ଆପଣମାନେ ଜାଣିବେ ଦ୍ୱିତୀୟ ରାଶି ହେଉଛି ସିଂହ ରାଶି। ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିଛି। ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ମାସ ବେଶ୍ ଶୁଭଙ୍କର ବୋଲି ମନାଯାଇଛି। ଆପଣଙ୍କର କର୍ମକ୍ଷେତ୍ର ବ୍ୟବସାୟରେ ସଫଳତା ମିଳିବ। ଆୟରେ ନୂଆ ରାସ୍ତା ସାମ୍ନାକୁ ଆସିବ। ଅଟକିଥିବା କାମରେ ସଫଳତା ମିଳିବ। ଆପଣଙ୍କର ଯଦି କୌଣସି କାମ ଅଟକି ଯାଇଛି, ପୂର୍ଣ୍ଣ ହୋଇପାରି ନାହିଁ, ଏହି ଶ୍ରାବଣ ମାସରେ ପୂର୍ଣ୍ଣ ହେବାକୁ ଯାଉଛି। ଭଗବାନ ଶିବଙ୍କର ଆପଣଙ୍କ ଉପରେ କୃପା ଦୃଷ୍ଟି ରହିଛି। ତାପରେ ଆପଣମାନେ ନେକ୍ସଟ ରାଶି ଜାଣିବା ତୃତୀୟ ରାଶି ତୁଳା ରାଶି। ଏହି ତୁଳା ରାଶିର ବ୍ୟକ୍ତିବିଶେଷ ଶ୍ରାବଣ ମାସରେ ଧନ, ଯାନ, ଭୂମି କିଣିବାର ସୁଯୋଗ ପାଇବେ। ମନେ ରଖନ୍ତୁ ବନ୍ଧୁଗଣ, ଆପଣମାନେ ଯଦି କୌଣସି ଧନ ଆପଣମାନଙ୍କୁ ପାଇବାର ଥିଲା ପାଇପାରି ନାହାନ୍ତି ଏବଂ ଯାନ ଏବଂ ଭୂମି କିଣିବାର ଥିଲା କିଣିପାରି ନାହାନ୍ତି, ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିବ। ଏହି ଶ୍ରାବଣ ମାସରେ ଆପଣମାନଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ରହିବ ଏବଂ ଟଙ୍କା ସହ ଜଡ଼ିତ ଥିବା ସବୁ ସମସ୍ୟା ଆପଣମାନଙ୍କର ଦୂର ହେବ। ଆପଣମାନଙ୍କର ଦୁଃଖ ଦୂର ହୋଇ ସୁଖରେ ପରିବର୍ତ୍ତନ ହେବାକୁ ଯାଉଛି। ଆପଣମାନେ ନିଶ୍ଚିନ୍ତ ରୂପରେ ରୁହନ୍ତୁ। ତାପରେ ବନ୍ଧୁଗଣ, ଆପଣମାନେ ଜାଣିବେ ଚତୁର୍ଥ ରାଶି। ଚତୁର୍ଥ ରାଶି ହେଉଛି ମକର ରାଶି। ମକର ରାଶି, ଏହି ରାଶିମାନଙ୍କ ଉପରେ ଶିବଙ୍କର କୃପା ଦୃଷ୍ଟି ରହିଛି। ଏହି ଶ୍ରାବଣ ମାସରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶ୍ରାବଣ ମାସ କୌଣସି ବରଦାନରୁ କମ୍ ନୁହେଁ। ସମସ୍ତ ଇଚ୍ଛା, ଆପଣଙ୍କର ସମସ୍ତ ଆକାଂକ୍ଷା ପୂରଣ ହେବାକୁ ଯାଉଛି। ଏହି ଶ୍ରାବଣ ମାସରେ ଆପଣମାନଙ୍କର ଝଡ଼ଝଞ୍ଜା, ଯେତେ ବହୁତ ଝଡ଼ଝଞ୍ଜା ଥିଲା, ସେ ସବୁ ଝଡ଼ଝଞ୍ଜା ପୂର୍ଣ୍ଣ ହେବାକୁ ଯାଉଛି ଏବଂ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ସମସ୍ତଙ୍କର ଇଚ୍ଛା, ସମସ୍ତ ମନାବାଞ୍ଛା ଆପଣମାନଙ୍କର ପୂର୍ଣ୍ଣ ହେବା ସହ ସଫଳତା ହାସଲ କରିପାରିବେ। ମାନ ସମ୍ମାନ ବୃଦ୍ଧି ହେବ ଏବଂ ଧାର୍ମିକ କାର୍ଯ୍ୟରେ ଆପଣମାନଙ୍କର ରୁଚି ବଢ଼ିବ। ଆପଣମାନେ ଭଗବାନଙ୍କୁ ନିଶ୍ଚିତ ରୂପରେ ଶିବଶଙ୍କର ଭୋଳାନାଥଙ୍କ ଚରଣରେ ସମର୍ପିତ କରନ୍ତୁ। ଆପଣମାନଙ୍କର ନିଶ୍ଚିନ୍ତ ଭଲ ହେବ। ବନ୍ଧୁଗଣ, ଆପଣମାନଙ୍କୁ ଏହି ଭିଡ଼ିଓରେ ଏତିକି କହି ଭିଡ଼ିଓକୁ ସମାପ୍ତ କରୁଅଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓ ଭଲ ଲାଗିଥାଏ, ଭିଡ଼ିଓକୁ ନିଶ୍ଚିତ ଲାଇକ୍ କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ଓମ୍ ନମଃ ଶିବାୟ କରି ଲେଖି ନିଶ୍ଚିନ୍ତ ରୂପରେ ଲେଖନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ୱାଚିଂ। ଜୟ ଶିବଶଙ୍କର ଭୋଳାନାଥ କି ଜୟ।